ତା ପିଲାଙ୍କ ଖିଆପିଆ ପାଇଁ ତାକୁ ପ୍ରାୟ ସମୟ ଜଙ୍ଗଲକୁ ଯିବାକୁ ପଡୁଥିଲା। ସେଥିପାଇଁ ତାର ଛୋଟ ଛୋଟ ପିଲାମାନେ ଘରେ ଏକାକି ରହିଯାଉଥିଲେ। ଜଙ୍ଗଲରେ ବିଲୁଆ ମାନେ ରହୁଥିବା କଥା ସେ ଜାଣିଥିଲା। ଆଉ ସେ ଏକଥା ବି ଜାଣିଥିଲା ଯେ ସେ ବିଲୁଆ ମାନଙ୍କର ନଜର ତା ଛୋଟ ଛୋଟ ଛୁଆ ମାନଙ୍କ ଉପରେ ଅଛି। ସେଥିପାଇଁ ସେ ସବୁବେଳେ ବିପଦରୁ କେମିତି ବଞ୍ଚିବ ସେଇ ବିଷୟରେ ତା ଛୁଆ ମାନଙ୍କୁ କହୁଥିଲା। ଏମିତି ହିଁ ଗୋଟେ ଥର ଛେଳି ଘାସ ଆଣିବା ପାଇଁ ଜଙ୍ଗଲକୁ ଯାଉଥିଲା। ସେତିକି ବେଳେ ସେ ତା ପିଲାମାନଙ୍କୁ କହିଲା, ଦେଖ ପିଲାମାନେ, ମୁଁ ବାହାରକୁ ଯାଉଛି। ତମେ ମାନେ ସମସ୍ତେ ଘରେ ରହିଥିବ। ଦୁଆର ଭଲ କି ବନ୍ଦ କରିବ। ଆଉ ଯିଏ ବି କବାଟ ବାଡଉନା କାହିଁକି ତମେ ମାନେ ଦୁଆର କେବେ ବି ଖୋଲିବନି। ଆମେ ବୁଝିଗଲୁ ମା, ହେଲେ ଆମେ ମାନେ ତମକୁ କେମିତି ଚିହ୍ନିବୁ? ତମେ କବାଟ ବାଡଉଛ ବୋଲି ଆମେ କେମିତି ଜାଣିବୁ? ମୁଁ ତମକୁ ଏମିତି ହିଁ ଡାକିବି। ଦୁଆର ଖୋଲ ପିଲାମାନେ, ମାମା ଆସିଗଲେ। ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଯେତେବେଳେ ଏମିତି କହିକି ଡାକିବି ସେତେବେଳେ ତମେ ମାନେ ଦୁଆର ଖୋଲିବ।